29 ସୁଦ୍ଧା ପୁରୀ ବିମାନ ବନ୍ଦର। ପୁରୀ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ଏୟାରପୋର୍ଟ ନିର୍ମାଣ କାମ 2029 ସୁଦ୍ଧା ସରିବ। ଭୁବନେଶ୍ୱର ବିମାନ ବନ୍ଦରର ନବ କଳେବର ହେବ। ଯାତ୍ରୀ ସଂଖ୍ୟା 10 ମିଲିୟନକୁ ବୃଦ୍ଧି ପାଇବ। ଓଡ଼ିଶା ପାଇଁ ଶିଳ୍ପ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବ। ଓଡ଼ିଶା ସିଭିଲ ଆଭିଏସନ ପଲିସି 2026ର ଚିଠା ପ୍ରସ୍ତାବରେ ଏମିତି କିଛି ସୁନେଲି ସ୍ୱପ୍ନ ସାମ୍ନାକୁ ଆସିଛି। ଓଡ଼ିଶା ଏୟାରପୋର୍ଟ ବିକାଶ କ୍ଷେତ୍ରରେ ନୂଆ ପଲିସି ଆଣିଛନ୍ତି ରାଜ୍ୟ ସରକାର। ବର୍ତ୍ତମାନ 5ଟି ସ୍ଥାନ ଯଥା ଭୁବନେଶ୍ୱର, ଝାରସୁଗୁଡ଼ା, ଜୟପୁର, ଉତ୍କେଳା ଏବଂ ରାଉରକେଲାକୁ ବିମାନ ଉଡୁଛି। 2029 ସୁଦ୍ଧା ଏଥିରେ ଆଉ 5ଟି ଏୟାରପୋର୍ଟ ଯୋଡି ହେବ। ପାରାଦୀପ ଏୟାରପୋର୍ଟ ରନୱେର ବିକାଶ କରାଯିବ। ଅଗଷ୍ଟ ମାସ ସୁଦ୍ଧା ପ୍ରସ୍ତାବ ଆଗତ କରିବାକୁ ଯୋଜନା କରାଯାଇଛି ଏବଂ ମାର୍ଚ୍ଚ 2027 ସୁଦ୍ଧା ଡିପିଆର ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। ପରବର୍ତ୍ତୀ ଖବର, ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ। ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ। 26 ଦିନ ଧରି ଅନଶନ କରିବା ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପ୍ରାୟ ଗୋଟିଏ ସପ୍ତାହ ଧରି ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଡିସଚାର୍ଜ ହେବା ପରେ ସୋନମ ୱାଙ୍ଗଚୁକ ପ୍ରଥମେ ଦିଲ୍ଲୀର ରାଜଘାଟକୁ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରବର୍ତ୍ତୀ ଖବର, 2026 ପିଜି ଆଡମିସନ ବିଜ୍ଞପ୍ତି 27 ଜୁଲାଇରୁ ଲକିଂ। ଅଗଷ୍ଟ 7ରେ ମେଧା ତାଲିକା। ଶିକ୍ଷାବର୍ଷ 2026-27 ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ପିଜି ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟର ମାର୍କ ଆଧାରରେ କରାଯିବ। କେଜିରୁ ପିଜି ମାଗଣା ଶିକ୍ଷା। ବିଦ୍ୟାର୍ଥୀଙ୍କ 75% ଉପସ୍ଥାନ ବାଧ୍ୟତାମୂଳକ। 27 ଜୁଲାଇ ଅପରାହ୍ନ 3ଟା ଠାରୁ 2 ଅଗଷ୍ଟ ରାତି 11:45 ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ନିଜ ପସନ୍ଦର ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଡମିସନ ପାଇଁ ସିଏଚ ଲକିଂ କରିପାରିବେ। ଅଗଷ୍ଟ 7 ଅପରାହ୍ନ 4ଟାରେ ପ୍ରଥମ ମେଧା ତାଲିକା ପ୍ରକାଶିତ ହେବ। ପରବର୍ତ୍ତୀ ଖବର, ସଂସଦରେ ପହଞ୍ଚିଲେ ଧର୍ମେନ୍ଦ୍ର ପ୍ରଧାନ। ଏନଡିଏ ସାଂସଦ କଲେ ଭବ୍ୟ ସ୍ୱାଗତ। ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦାବାଦ ସ୍ଲୋଗାନରେ କମ୍ପିଲା ସଂସଦ। ପ୍ରଧାନ ଜିନ୍ଦାବାଦ କହିଲେ ଏନଡିଏ ସାଂସଦ। ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବି କରି ଦେଶବ୍ୟାପୀ ଚାଲିଥିବା ଛାତ୍ର ଆନ୍ଦୋଳନ ଶେଷ ହୋଇଛି। ପେପର ଲିକ୍ ଏବଂ ପରୀକ୍ଷା ବ୍ୟବସ୍ଥାରେ ଅନିୟମିତତା ପ୍ରତିବାଦରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଦିଲ୍ଲୀର ଯନ୍ତର ମନ୍ତରରେ ପ୍ରାୟ ଦୀର୍ଘ ଦିନ ଧରି ପ୍ରତିବାଦ କରାଯାଇଥିଲା। ଏହାକୁ ନେଇ ବଢୁଥିବା ଚାପ ପରେ ତତ୍କାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ଖବର, ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ। 12 ରୋଗୀଙ୍କ ପାଇଁ 6,15,000 ଟଙ୍କା ମଞ୍ଜୁର। 96% ସମସ୍ୟାର ସମାଧାନ। ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କର 19ତମ ଅଭିଯୋଗ ଶୁଣାଣି। ଏହି ଅବସରରେ 12 ଜଣ ରୋଗୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ 6,15,000 ଟଙ୍କା ପ୍ରଦାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା 96% ସମସ୍ୟାର ସମାଧାନ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ଓ ସମାଧାନ କରିବା ଏହି ଅଭିଯୋଗ ଶୁଣାଣିର ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀଙ୍କ ସହ 6 ଜଣ ମନ୍ତ୍ରୀ ସଚିବ ଉପସ୍ଥିତ ରହି ଅଭିଯୋଗ ଶୁଣିଛନ୍ତି। ଅନଲାଇନ ଓ ଅଫଲାଇନରେ 700 ଲୋକ ଆସି ଅଭିଯୋଗ କରିଥିଲେ। 14,941ଟି ଅଭିଯୋଗ ପୂର୍ବରୁ ଆସିଥିବା ବେଳେ 96%ର ସମାଧାନ ହୋଇଛି। ପରବର୍ତ୍ତୀ ଖବର, ଜନ୍ମ ମାଟିକୁ ଫେରିଛନ୍ତି ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ। ନୀଳାଦ୍ରି ବିଜୟରେ ବିଜୟ ଟ୍ରଫି ମହାପ୍ରଭୁଙ୍କୁ ସମର୍ପିତ। ମହାପ୍ରଭୁଙ୍କୁ ସମର୍ପିତ ଟ୍ରଫି। ଜାତୀୟ ସ୍ତରରେ ଓଡ଼ିଶାକୁ ଗର୍ବିତ କଲେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ। ଇଣ୍ଡିଆନ ଆଇଡଲ ସିଜନ 16ର ଗ୍ରାଣ୍ଡ ଫିନାଲେରେ ବିଜୟର ମୁକୁଟ ପିନ୍ଧିଛନ୍ତି। ଦୀର୍ଘ ଯାତ୍ରା, କଠିନ ପ୍ରତିଯୋଗିତା ଓ ନିଜର ସୁମଧୁର କଣ୍ଠସ୍ୱର ପାଇଁ ସେ ଇଣ୍ଡିଆନ ଆଇଡଲ 16ର ବିଜୟ ଟ୍ରଫି ହାସଲ କରିପାରିଛନ୍ତି। ଏହା ସହ ସେ 20 ଲକ୍ଷ ପୁରସ୍କାର ମଧ୍ୟ ଜିତିଛନ୍ତି। ଜ୍ୟୋତିର୍ମୟୀ ଅନେକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଏହି ଟ୍ରଫିକୁ ନିଜ ନାଁରେ କରିଛନ୍ତି। ପରବର୍ତ୍ତୀ ଖବର, ବନ୍ୟା ମୁକାବିଲା ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ସୂଚନା। ସତର୍କ ରହିବା ପାଇଁ କରିଛନ୍ତି ଅପିଲ। ଲଗାଣ ବର୍ଷା, ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି, ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର 9ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅନୁମାନ କରାଯାଉଛି। ସେଗୁଡ଼ିକ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏ ଯାବତ ବଡ଼ ବର୍ଷା ନାହିଁ। ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଦେଖିବାକୁ ମିଳିଛି। ଆଲର୍ଟ ଥିବା ଜିଲ୍ଲାପାଳମାନଙ୍କ ସହ ବୈଠକ ମଧ୍ୟ କରାଯାଇଛି। ସମସ୍ତ ପ୍ରସ୍ତୁତି ଜିଲ୍ଲା ପ୍ରଶାସନ କରିସାରିଛି ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି। ସ୍ଥାନାନ୍ତର ହେଲେ ରନ୍ଧା ଖାଦ୍ୟ, ଜରିପାଲ, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗକୁ ଆଲର୍ଟ କରାଯାଇଛି। ପରବର୍ତ୍ତୀ ଖବର, ଅଗଷ୍ଟରେ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ରେଜଲ୍ଟ। ଅଗଷ୍ଟ ପ୍ରଥମ ସପ୍ତାହରେ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ଫଳ। ଅନ୍ତିମ ପର୍ଯ୍ୟାୟରେ ଡିଜିଟାଲ ଭ୍ୟାଲୁଏସନ। ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ। ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ଏସଓଏସି ପରୀକ୍ଷା ଫଳ ମଧ୍ୟ ଏକ ସମୟରେ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ସୂତ୍ରରୁ ସୂଚନା ମିଳିଛି। ଅବଜେକ୍ଟିଭ ଓ ସବଜେକ୍ଟିଭ ଉତ୍ତର ଖାତା ଗୁଡ଼ିକର ଡିଜିଟାଲ ଭ୍ୟାଲୁଏସନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ସବଜେକ୍ଟିଭ ଉତ୍ତର ଖାତାର ମୂଲ୍ୟାୟନ ପ୍ରଥମ ଥର ପାଇଁ ଅନ୍ ସ୍କ୍ରିନିଂରେ କରାଯାଇଛି। ତେଣୁ ମୂଲ୍ୟାୟନକାରୀମାନେ ନାଲି ପେନ୍ରେ ଭୁଲ ଠିକ୍ ବାଛି ନମ୍ବର ଦେବା ବଦଳରେ
ଲ୍ୟାପଟପର ସ୍କ୍ରିନ୍ ଉପରେ ମାଉସରେ କ୍ଲିକ୍ କରି ରେଡ୍ ମାର୍କ ଦେଉଛନ୍ତି। ଡିଜିଟାଲ ଭାଲୁଏସନ କଟକ, ଭୁବନେଶ୍ୱର ଓ ସମ୍ବଲପୁରରେ ଚାଲିଛି। 400 ଶିକ୍ଷକ ଏହି ଡିଜିଟାଲ ଭାଲୁଏସନରେ ସାମିଲ ଅଛନ୍ତି। ପରବର୍ତ୍ତୀ ଖବର ଗଠନ ହେଲା ଇଜେପି ଗ୍ରାହକଙ୍କ ପାଇଁ 100% ଶୁଦ୍ଧ ପେଟ୍ରୋଲ ଚୟନ କରିବା ଅଧିକାର ଦାବି। ଏନ୍ଇଟି ପେପର ଲିକ୍ ମାମଲାରେ କକରୋଜ ଜନତା ପାର୍ଟି ସିଜେପି ଡିଜିଟାଲ ଅଭିଯାନର ଚାପ ଯୋଗୁଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବାକୁ ପଡ଼ିଛି। ଏବେ ସୋସିଆଲ ମିଡିଆରେ ଆଉ ଏକ ନୂତନ ଡିଜିଟାଲ ନାଗରିକ ଆନ୍ଦୋଳନ ଦ୍ରୁତ ଗତିରେ ଜାରି ରହିଛି। ଏହି ନୂତନ ଅଭିଯାନକୁ E20 ଜନତା ପାର୍ଟି ଇଜେପିର ନାମ ଦିଆଯାଇଛି। ଏହା ସାରା ଦେଶରେ ଇଥାନଲ ମିଶ୍ରିତ E20 ପେଟ୍ରୋଲ ବଦଳରେ ଗ୍ରାହକଙ୍କୁ 100% ଶୁଦ୍ଧ ପେଟ୍ରୋଲ ଚୟନ କରିବାର ଅଧିକାର ଦାବି କରୁଛି। ଏନ୍ଇଟି ବିବାଦ ସମୟରେ କିଛି ସମୟ ପାଇଁ ନୀରବ ରହିଥିବା ଇଥାନଲ ମିଶ୍ରିତ ଇନ୍ଧନ ପ୍ରସଙ୍ଗ ଏହି ନୂତନ ଡିଜିଟାଲ ଅଭିଯାନ ସହିତ ଇଣ୍ଟରନେଟରେ ପୁଣି ଥରେ ଆଲୋଚନାର ମୁଖ୍ୟ ବିଷୟ ପାଲଟିଛି। ପରବର୍ତ୍ତୀ ଖବର 10 ଦିନରେ ବୋହି ନେଲେ 100 କୋଟିର ଖଜା। ରଥଯାତ୍ରାରେ ଜମିଲା ଖଜା ବେପାର କାଳିଆର ଭୋଗ କହି 10 ଦିନରେ ବିକ୍ରି କରିଦେଲେ 100 କୋଟିର ଖଜା। ପୁରୀ ଖଜା ବିଶ୍ୱ ପ୍ରସିଦ୍ଧ। ପୁରୀକୁ ଆସୁଥିବା ଅଧିକାଂଶ ଶ୍ରଦ୍ଧାଳୁ ଘରକୁ ଖଜା କିଣି ନିଅନ୍ତି। ଏ ବର୍ଷ ରଥଯାତ୍ରାରେ ଅନେକ ଶ୍ରଦ୍ଧାଳୁ ଶ୍ରୀମନ୍ଦିର କିମ୍ବା ଆଡ଼ପ ମଣ୍ଡପ ଦର୍ଶନ ବେଳେ ଉକ୍ତ ସ୍ଥାନମାନଙ୍କରୁ ଖଜା କିଣିଥିଲେ। ବହୁ ସଂଖ୍ୟକ ବଡ଼ଦାଣ୍ଡରୁ ପୁରୀ ପ୍ରତି ସାହି ଗଳି ଓ ଭୁବନେଶ୍ୱର ଯିବା ରାସ୍ତା ପାର୍ଶ୍ୱରେ ଖୋଲିଥିବା ଦୋକାନରୁ ଖଜା କିଣିଛନ୍ତି। ପୂର୍ବ ବର୍ଷ ତୁଳନାରେ ପୁରୀ ସହରରେ 3 ଗୁଣା ଖଜା ଦୋକାନ ପଡିଥିଲା। ଖଜା ତିଆରି ବିକ୍ରି କରୁଥିବା ଗୋଦାମରୁ ଲୋକେ ରଥଯାତ୍ରା ପୂର୍ବ ଦିନରୁ ବହୁ ଖଜା କିଣି ମହଜୁଦ ରଖିଥିଲେ। 10 ଦିନ ଭିତରେ ପ୍ରାୟ 100 କୋଟି ଟଙ୍କାର ଖଜା ବିକ୍ରି ହୋଇଛି। ଏହାରି ମଧ୍ୟରେ କିଛି ଅସାଧୁ ବ୍ୟକ୍ତି ବଡ଼ଦାଣ୍ଡ ପାର୍ଶ୍ୱରେ କାଳିଆର ଭୋଗ କହି ଖଜା ବିକ୍ରି କରୁଥିଲେ। ପରବର୍ତ୍ତୀ ଖବର ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ। ଲକ୍ଷ୍ମଣ କହିଲେ ନୈତିକତାର ପାଠ ନ ପଢାନ୍ତୁ। ପାଠ୍ୟ ପୁସ୍ତକ ତ୍ରୁଟି ଇସ୍ତଫା ରାଜନୀତି। ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ତେଜିଲା ରାଜନୀତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ଏହି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି ବିଜେଡି 2ରୁ 3 ସପ୍ତାହ ହେବ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଆସୁଛି। ସେ ନିଜ ପଦବୀରୁ ଇସ୍ତଫା ଦେବା ଉଚିତ। ପରବର୍ତ୍ତୀ ଖବର ସିଏମ୍ ବିଜୟଙ୍କୁ ଝଟକା। ବିଜୟଙ୍କୁ ତାମିଲନାଡୁ ହାଇକୋର୍ଟଙ୍କ ଝଟକା। କରୂର ଦଳାଚକଟା ମୃତକଙ୍କ ପରିଜନଙ୍କୁ ସରକାରୀ ଚାକିରି ଆଦେଶ ରଦ୍ଦ। ତାମିଲନାଡୁ ବିଜୟ ସରକାରଙ୍କୁ ସୋମବାର ହାଇକୋର୍ଟରୁ ଜୋରଦାର ଝଟକା ଲାଗିଛି। ମାଡ୍ରାସ ହାଇକୋର୍ଟ କରୂର ଦଳାଚକଟା ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ଦିଆଯାଇଥିବା ସରକାରୀ ଚାକିରି ଆଦେଶ ବାତିଲ କରିଦେଇଛନ୍ତି। ଏନେଇ ରୁଜୁ ଏକ ଜନସ୍ୱାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ କହିଛନ୍ତି ଯେ ଏହି ମାମଲାର ଯାଞ୍ଚ ସିବିଆଇ କରୁଛି ଓ ସୁପ୍ରିମକୋର୍ଟଙ୍କ ଦେଖରେଖରେ ଏହା ଚାଲିଛି। ଏଣୁ କୋର୍ଟ ମାମଲାର ତଥ୍ୟ ଅଥବା ଯାଞ୍ଚକୁ ନେଇ କୌଣସି ଟିପ୍ପଣୀ କରିନାହାନ୍ତି। ତେବେ କୋର୍ଟ କହିଛନ୍ତି ଯେ ରାଜ୍ୟ ସରକାରଙ୍କୁ ନିଯୁକ୍ତି ପତ୍ର ବିତରିତ କରିବା ପାଇଁ ଅନୁମତି କେବଳ ଏହି ସର୍ତ୍ତରେ ଦିଆଯାଇଥିଲା ଯେ ନିଯୁକ୍ତି ଅସ୍ଥାୟୀ ହେବ ଓ ମାମଲାର ଚୂଡାନ୍ତ ରାୟ ହିତାଧିକାରୀଙ୍କ ପ୍ରଥମ ବେତନ ପୂର୍ବରୁ ଘୋଷଣା କରାଯିବ। ପରବର୍ତ୍ତୀ ଖବର ସଂସଦ ବାହାରେ ହାଇଡ୍ରାମା। ଅମିତ ଶାହଙ୍କ ଇସ୍ତଫା ଦାବି କଲା କଂଗ୍ରେସ। ନିଟ୍ ପେପର ଲିକ୍ ପ୍ରସଙ୍ଗରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲେ ମଧ୍ୟ ଏହାକୁ ନେଇ ରାଜନୈତିକ ବିବାଦ ଥମୁନାହିଁ। ଯନ୍ତର ମନ୍ତରରେ ଆନ୍ଦୋଳନକାରୀଙ୍କ ଉପରେ ପୋଲିସର କଥିତ ଅତ୍ୟାଧିକ ବଳ ପ୍ରୟୋଗକୁ ବିରୋଧ କରି ସୋମବାର ବିରୋଧୀ ସାଂସଦମାନେ ସଂସଦ ପରିସରର ମକର ଦ୍ୱାର ନିକଟରେ ବ୍ୟାନର ଧରି ପ୍ରତିବାଦ କରିଥିଲେ। ସେମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିବା ସହ ଏହି ପ୍ରସଙ୍ଗରେ ସରକାରଙ୍କ ଜବାବ ମାଗିଥିଲେ। ପରବର୍ତ୍ତୀ ଖବର ନାଇଡୁ କମିଶନ ରିପୋର୍ଟ ଫାଇଲ ଗାୟବ ଘଟଣା। କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। କ୍ରାଇମବ୍ରାଞ୍ଚ କରିବ ନାଇଡୁ କମିଶନ ରିପୋର୍ଟ ଫାଇଲ ଗାୟବ ଘଟଣାର ତଦନ୍ତ। ଏହି ବହୁ ଚର୍ଚ୍ଚିତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଫାଇଲଟି ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ମୃତ୍ୟୁ ମାମଲା ତଦନ୍ତ ସମ୍ପର୍କିତ ଫାଇଲ। ଏହି ଫାଇଲ ହଜିବା ଘଟଣାରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏହି ଘଟଣାର ତଦନ୍ତ କରୁଥିଲା। ମାତ୍ର ଏବେ ମୁଖ୍ୟମନ୍ତ୍ରୀ ଏହାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି। ପରବର୍ତ୍ତୀ ଖବର ଅରୁଣଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଝଟକା। ହାଇକୋର୍ଟରେ ହିଁ ଚାଲିବ ନୟାଗଡ଼ ନିର୍ବାଚନୀ ମାମଲା। ନୟାଗଡ଼ ବିଧାୟକ ତଥା ବିଜେଡି ନେତା ଅରୁଣ କୁମାର ସାହୁଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। 2024 ବିଧାନସଭା ନିର୍ବାଚନରେ ତାଙ୍କ ବିଜୟକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାକୁ ଆଗକୁ ବଢାଇବା ପାଇଁ ଓଡ଼ିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ଅରୁଣ ସାହୁ କରିଥିବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟକୁ ଏହି ନିର୍ବାଚନ ମାମଲାର ଶୁଣାଣି 6 ମାସ ମଧ୍ୟରେ ଶେଷ କରିବାକୁ କହିଛନ୍ତି। ପରବର୍ତ୍ତୀ ଖବର ସଂସଦରେ ଭାଙ୍ଗିଲା ଅଚଳାବସ୍ଥା। ଏକାଠି ହେଲେ ସରକାର ବିରୋଧୀ। ଆଣ୍ଟି ପେପର ଲିକ୍ ବିଲ୍ ଉପରେ ଆଜି ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଲୋକସଭାରେ ସରକାର ଓ ବିରୋଧୀଙ୍କ ମଧ୍ୟରେ ଜାରି ରହିଥିବା ଅଚଳାବସ୍ଥା ଅନ୍ତ ଘଟିଛି। ଦେଶରେ ଏକାଠି ହୋଇଛନ୍ତି ଶାସକ ଏବଂ ବିରୋଧୀ। ନିଟ୍ ପ୍ରଶ୍ନପତ୍ର ଲିକ୍ ରୋକିବାକୁ ଅଣାଯାଇଥିବା ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଜି ଲୋକସଭାରେ ବିସ୍ତୃତ ଆଲୋଚନା ହେବ। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ପଦକ୍ଷେପ ପରେ ସମସ୍ତ ପ୍ରମୁଖ ରାଜନୈତିକ ଦଳ
ଏହି ବିଧେୟକ ଉପରେ ଚର୍ଚ୍ଚା ପାଇଁ ସହମତି ପ୍ରକାଶ କରିଛନ୍ତି। ସଦନରେ ଓମ୍ ବିର୍ଲା କହିଥିଲେ ଯେ ଏହି ପ୍ରସଙ୍ଗ ଦେଶର କୋଟି କୋଟି ଛାତ୍ରଛାତ୍ରୀ ଯୁବପିଢି ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାର ସ୍ୱଚ୍ଛତା ସହ ସିଧାସଳଖ ଭାବରେ ଜଡିତ। ତେଣୁ ଏହା ଉପରେ ଗଭୀର ଆଲୋଚନା ହେବା ଆବଶ୍ୟକ। ପରବର୍ତ୍ତୀ ଖବର 10 ଓ 20 ଟଙ୍କିଆ ପ୍ଲାଷ୍ଟିକ ନୋଟ ଜାରି କରିବା ଆରବିଆଇ କେନ୍ଦ୍ର ସରକାର ଦେଲେ ମଞ୍ଜୁରୀ। ମିଳିଗଲା ସବୁଜ ସଂକେତ ଆସିବ ପ୍ଲାଷ୍ଟିକ ନୋଟ। ଖୁବ୍ ଶୀଘ୍ର ଦେଖିବାକୁ ମିଳିପାରେ 10 ଏବଂ 20 ଟଙ୍କିଆ ପ୍ଲାଷ୍ଟିକ ନୋଟ। କାରଣ କେନ୍ଦ୍ର ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ ଆରବିଆଇର ପ୍ଲାଷ୍ଟିକ ନୋଟ ଛାପିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ମଞ୍ଜୁରୀ ମିଳିବା ପରେ ଏବେ ପ୍ରଥମେ ଏହି ନୋଟର ଫିଲ୍ଡ ଟ୍ରାଏଲ କରାଯିବ ଏବଂ ସଫଳ ହେଲେ ତାହାକୁ ନିୟମିତ ଭାବରେ ଜାରି କରାଯିବ। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସୋମବାର ସଂସଦରେ କହିଛନ୍ତି ଯେ ଯଦି ଫିଲ୍ଡ ଟ୍ରାଏଲ ସଫଳ ହେଉଛି ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ 10 ଏବଂ 20 ଟଙ୍କିଆ ପ୍ଲାଷ୍ଟିକ ନୋଟ ନିୟମିତ ଭାବରେ ଜାରି କରିବ। ପରବର୍ତ୍ତୀ ଖବର ଓଡ଼ିଶାର 9,660 କଳାକାରଙ୍କୁ ମିଳିଛି ସହାୟତା। ଗତ 5 ବର୍ଷରେ ଓଡ଼ିଶାରେ 9,660 କଳାକାରଙ୍କୁ ମିଳିଛି 75.43 କୋଟି ଟଙ୍କା ସହାୟତା। 5 ବର୍ଷ ମଧ୍ୟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ କଳା ସଂସ୍କୃତି ବିକାଶ ଯୋଜନା ଅନୁସାରେ ଓଡ଼ିଶାର 9,660 ଜଣ କଳାକାର ଓ କଳା ସଂଗଠନକୁ ମୋଟ 75 କୋଟି 43 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଲୋକସଭାରେ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଏକ ପ୍ରଶ୍ନ ଉତ୍ତରରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏହି ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର ଓଏନଜିସିର ଖନନ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ କହିଲେ ମୁଖ୍ୟମନ୍ତ୍ରୀ। ଭାରତର ଶକ୍ତି ସୁରକ୍ଷା ଓ ଆତ୍ମନିର୍ଭରଶୀଳତା ଦିଗରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଗତିର କ୍ଷେତ୍ର ଭାବରେ ଉଭା ହେଉଛି। ମହାନଦୀ ଅବବାହିକାରେ ଓଏନଜିସିର ପ୍ରଥମ ଗଭୀର ସମୁଦ୍ର ଅନୁସନ୍ଧାନମୂଳକ ଖନନର ଶୁଭାରମ୍ଭ ଓଡ଼ିଶା ଉପକୂଳରେ ଥିବା ବ୍ୟାପକ ହାଇଡ୍ରୋକାର୍ବନ ସମ୍ଭାବନାକୁ ଉନ୍ମୁକ୍ତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେ ଜଣାଇଛନ୍ତି ଯେ ଉତ୍କଳ ଓ କୋଣାର୍କ କ୍ଷେତ୍ରର ଆବିଷ୍କାର ସଫଳତା ଆଧାରରେ ଏହି ମହତ୍ୱାକାଂକ୍ଷୀ ଅଭିଯାନ ଭୂତାତ୍ତ୍ୱିକ ଅନୁସନ୍ଧାନକୁ ସୁଦୃଢ କରିବ, ଘରୋଇ ଶକ୍ତି ଉତ୍ପାଦନକୁ ବୃଦ୍ଧି କରିବ ଏବଂ ଭବିଷ୍ୟତର ବାଣିଜ୍ୟିକ ବିକାଶ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବ। ପରବର୍ତ୍ତୀ ଖବର ମା କମଳାଙ୍କୁ ମନାଇଲେ ମହାବାହୁ। ରସଗୋଲା ଦେଇ ମହାଲକ୍ଷ୍ମୀଙ୍କୁ ମାନଭଞ୍ଜନ କରିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ନୀଳାଦ୍ରି ବିଜେ ସମ୍ପନ୍ନ ହୋଇଛି। ନୀଳାଦ୍ରି ବିଜେରେ ଶ୍ରୀଜୀଉଙ୍କ ଠାରେ ରସଗୋଲା ଲାଗି ଓଡ଼ିଆ ସଂସ୍କୃତିର ଏକ ନିଆରା ପରମ୍ପରା। ମା ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଛନ୍ତି ମହାପ୍ରଭୁ। ସିଂହଦ୍ୱାରରେ ଏହି ସ୍ୱତନ୍ତ୍ର ନୀତି ହୋଇଛି। ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ଶ୍ରୀମନ୍ଦିରରେ ଏକା ଛାଡ଼ି ଭାଇ ଭଉଣୀଙ୍କ ସହ 9 ଦିନାତ୍ମକ ଯାତ୍ରାରେ ଯାଇଥିବାରୁ କାଳିଆ ସାଆନ୍ତାଙ୍କ ଉପରେ ଅଭିମାନ କରିଛନ୍ତି ମହାଲକ୍ଷ୍ମୀ। ନୀଳାଦ୍ରି ବିଜେର ସବୁଠାରୁ ରୋଚକ, ମଧୁର ଓ ନାଟକୀୟ ଅଂଶ ହେଉଛି ମହାପ୍ରଭୁ ଜଗନ୍ନାଥ ଓ ମା ମହାଲକ୍ଷ୍ମୀଙ୍କର ମାନ ଅଭିମାନ।